ଜୟ ଜଗନ୍ନାଥ ମୋର ପ୍ରିୟ ଚାଷୀ ଭାଇ ମାନେ ରବି ଫସଲ ଅର୍ଥାତ୍ ନୂଆ ଧାନ ଚାଷ ଆମେ କରିବା ତଳି ପକାଇବାଠୁ ଧାନ କାଟିବା ଯାଏ ସମ୍ପୂର୍ଣ୍ଣ ବିବରଣୀ ଏହି ଏନକେ ଗାଉଁଲି ଚାଷ ଚ୍ୟାନେଲରେ ଆପଣ ମାନେ ପାଇପାରିବେ। ଆମର ଏହି ନୂଆ ଧାନ ଚାଷ 120 ଦିନ ମଧ୍ୟରେ ଶେଷ ହେବ। ଡେ 1 ରୁ ଷ୍ଟେପ ବାଇ ଷ୍ଟେପ ପ୍ରୋସେସ ଆପଣ ମାନଙ୍କୁ ଜଣେଇବି ମୁଁ କେମିତି ଚାଷ କରୁଛି। ଯଦି ଆପଣ ମାନେ ନୂଆ ଧାନ ଚାଷ କରିବାକୁ ଚାହୁଁଛନ୍ତି ତାହେଲେ ଆମର ଏହି ଏନକେ ଗାଉଁଲି ଚାଷ ଚ୍ୟାନେଲ ସହ ଯୋଡ଼ି ହେଇ ଯାଆନ୍ତୁ। ଡେ 1 ରେ ସବୁ କଣ କରାଯିବ ସେଇ ସବୁ ମୁଁ ଆପଣ ମାନଙ୍କୁ ଦେଖାଇବି। ପ୍ରଥମେ ଆମେ ନଡ଼ା ବାହାର କରିବା, ବନ୍ଧ ଦେବା ଆଉ ପାଣି ମଡ଼ାଇବା। ତଳି ପକାଇବା ପାଇଁ ଏକର ହିସାବରେ 40 ସ୍କୋୟାର ଫୁଟ ଏରିଆକୁ ନଡ଼ା ସଫା କରିବା। ଆମ ଏରିଆରେ ଲେଟ୍ ଧାନ କଟା ହୋଇଛି, ଦେଖିପାରୁଥିବେ ନଡ଼ା ଆମର ବିଲରୁ ଉଠାଯାଇ ନାହିଁ। 40 ବାଇ 40 ଏରିଆରେ ବିହନ ପକାଇଲେ ଏରିଆ ଟିକେ ବେଶୀ ହେବ, ବିହନ ହୃଷ୍ଟପୃଷ୍ଟ ହେବ ଆଉ ଜାମ୍ ହେଲେ ଯେଉଁ ଗଜା ମରିଯାଏ ତା ଡର ଆଉ ରହିବ ନାହିଁ। 30 ବାଇ 30 ରେ ପକାଇଲେ ବିହନ ଜାମ୍ ହୋଇ ଗଜା ମରିଯିବାର ସମ୍ଭାବନା ଥାଏ, ସେଥିପାଇଁ ଆମେ 40 ବାଇ 40 ରେ ପକାଇବା। ଦେଖିପାରୁଥିବେ ଆମର ମେସିନରେ ଧାନ କଟା ହୋଇଛି, ବଡ଼ ବଡ଼ ନଡ଼ା ଠିଆ ହୋଇଛି, ୟାକୁ ଆମେ ସଫା କରିବା, ନହେଲେ ହଳ ଟାଇମରେ ଏଗୁଡ଼ାକ ଖଦଡ଼ା ରହିବ, ମିଳେଇବ ନାହିଁ। ଆମର ନଡ଼ା ସଫା ସରିଗଲା। ଏବେ ଆମେ ଏତିକି ଏରିଆକୁ ବନ୍ଧ ଦେବା। ଦୁଇ ପାଖରେ ଆମର ହିଡ଼ ଅଛି, ଆଉ ଦୁଇ ପାଖ ବନ୍ଧ ଦେଇଦେଲେ ଅଳ୍ପ ସମୟରେ ଆମର ହୋଇଯିବ। ଆମର ବନ୍ଧ ଦେବା ସରିଗଲା। ଏବେ ଆମେ ସେତିକି ଏରିଆକୁ ପାଣି ମଡ଼ାଇବା। ପାଣି ମଡ଼ାଇଲା ବେଳେ ବନ୍ଧକୁ ଚାପିବା, ଯେମିତି ତଳି ପଡ଼ିବା ଏରିଆରେ ପାଣି ଜମିକି ରହିବ। ପାଣି ମଡ଼ାଇବାର ପରଦିନ ଆମେ ହଳ କରିବା। ହଳ କରିବା କିଛି ସମୟ ଆଗରୁ ଆମେ ଏହି 40 ବାଇ 40 ଏରିଆକୁ ଆଉ ଥରେ ପାଣି ମଡ଼ାଇବା ଆଉ ତାକୁ ହଳ କରିବା। ଇଏ ଥିଲା ପ୍ରଥମ ଦିନର କାମ। ଯେଉଁ ଚାଷୀ ଭାଇ ମାନେ ମୋ ସହ ସମାନ ଢଙ୍ଗରେ ଚାଷ କରିବାକୁ ଚାହୁଁଛନ୍ତି ତାହେଲେ ଡେ 1 ରେ ଏତିକି କାମ କମ୍ପ୍ଲିଟ କରିଦିଅନ୍ତୁ। ଆଉ ଯେଉଁ ଚାଷୀ ଭାଇ ମାନେ ଏଯାଏ ତଳି ପକାଇବା ବ୍ୟବସ୍ଥା କରିନାହାନ୍ତି, ଜାନୁଆରୀ 1 ଭିତରେ ତଳି ପକାଇବା ପାଇଁ 2 ଗାର ଦେଇ ଦିଅନ୍ତୁ ଆଉ ଜାନୁଆରୀ 5 ଭିତରେ ତଳି ପକାନ୍ତୁ। ଜଲ୍ଦି ଧାନ ଅମଳ ହୋଇଗଲେ ଆମ ପାଇଁ ଭଲ। ବର୍ଷା ଝଡ଼ ତୋଫାନ ପାଇଁ ଆମ ଧାନ ନଷ୍ଟ ହେବାର ଡର ରହିବ ନାହିଁ। ଡେ 2 ରେ କଣ ସବୁ କାମ କରାଯିବ ସେଇ ସବୁ ଆଉ ଏକ ଭିଡିଓରେ ମୁଁ ଆପଣ ମାନଙ୍କୁ ଦେଖେଇବି। ଯେଉଁ ଚାଷୀ ଭାଇ ମାନଙ୍କର ଏ ସମ୍ବନ୍ଧରେ କିଛି ଦ୍ୱନ୍ଦ୍ୱ ଥାଏ ଆଉ ଜାଣିବାକୁ ଚାହୁଁଛନ୍ତି ତାହେଲେ କମେଣ୍ଟସ୍ ମାଧ୍ୟମରେ ଆମକୁ ଜଣାନ୍ତୁ। ପୁଣି ଦେଖାହେବ ଆଉ ଏକ ଭିଡିଓରେ।